आमर संस्कृति आमर संस्कार सर्वदा रहु आम सहित। भारतर महान ग्रंथ आउ काव्यगुड़िकर संपूर्ण संकलन सब्सक्राइब करंतु तिलक। कृष्णा कृष्णा हरे कृष्णा हरे हरे। सच्चिदानन्दरूपाय विश्वोत्पत्त्यादिहेतवे तापत्रयविनाशाय श्रीकृष्णाय वयं नमः। श्रीकृष्ण गोविंद हरे मुरारे, हे नाथ नारायण वासुदेव। हरे कृष्ण राधे राधे कृष्ण कृष्ण राधे जाग्रत हुआ दैत्यराज, बाहर को आस एवं देख तुमर काल तुम सम्मुखରେ उपस्थित।
ଖାଦ୍ୟ ମତେ ଖାଇବାକୁ ମିଳିବ।
ପେଟରେ ପୁନର୍ଦତ୍ତର ହାଡ଼ ବି ନାହିଁ। ୟାକୁ ହତ୍ୟା କରିବା ବୃଥା ହେଲା। ବୃଥା ନୁହେଁ, ପ୍ରକୃତରେ ୟାର ଉଦ୍ଧାର ହେବାର ସମୟ ଆଗତ ହୋଇଥିଲା। ତାହେଲେ କ'ଣ କରିବା? କିଛି ନାହିଁ, ଏବେ ଯମରାଜଙ୍କ ରାଜଧାନୀକୁ ଆମକୁ ଯିବାକୁ ହବ। ସେଠାରେ ପୁନର୍ଦତ୍ତଙ୍କୁ ଖୋଜିବା। ହଁ, ଚାଲ। ଜ୍ୟେଷ୍ଠ ଭ୍ରାତା, ଏ ଶଙ୍ଖ କେତେ ସୁନ୍ଦର। ଦେଖିବା ଏହାର ଧ୍ୱନି କେମିତି ଶୁଭୁଛି। ହଁ, ଆଜିଠାରୁ ଇଏ ମୋର ଶଙ୍ଖ। ପ୍ରତ୍ୟେକ ଯୁଦ୍ଧରେ ଏହାକୁ ବଜେଇ ମୁଁ ଯୁଦ୍ଧ ଘୋଷଣା କରିବି। ଏହାର ନାମ ହେବ ପାଞ୍ଚଜନ୍ୟ ଶଙ୍ଖ। ଆଉ ଯେଉଁଠି ବି ଏ ଶଙ୍ଖ ବାଜିବ ସେଠାରେ ଧର୍ମର ବିଜୟ ହେବ। ଚାଲ ଯମରାଜଙ୍କ ନିକଟକୁ ଯିବା। କାହାର ପଦଧ୍ୱନି ଚିତ୍ରଗୁପ୍ତ? ଏମିତି କିଏ ଯାହାର ଅଗ୍ରସର ହେଉଥିବାର ପଦଧ୍ୱନିରେ ଯମପୁରୀର ମାଟି ବି ପ୍ରକମ୍ପିତ ହୋଇ ଉଠୁଛି? ଇଏ କିଏ ଆସୁଛି? ହେ ମହାରାଜ, ଏ ମୁହୂର୍ତ୍ତରେ କୌଣସି ପ୍ରାଣୀର ଆଗମନର ସୂଚନା ମୋ ପଞ୍ଜିକାରେ ପଞ୍ଜୀକୃତ ହେଇନି। ସେଥିପାଇଁ ପ୍ରଭୁ, ଯିଏ ଆସୁଛି ସିଏ ମର୍ତ୍ତ୍ୟ ଲୋକର ହୋଇନପାରେ। ସିଏ ଅନ୍ୟ କି? ଅନ୍ୟ କେହି? ଅସୁର ନା ଦେବତା? ମୁଁ ଜାଣିନି ଭଗବାନ।
ତମେ ଯେଉଁ ଯମଦୂତ ତମକୁ ଏଠି ଆଣିଛି ସେ କାହିଁ? ଆମକୁ କୌଣସି ଯମଦୂତ ଆଣିନି, ଆମେ ନିଜେ ଆସିଛୁ। ନିଜେ ଆସିଛ? ଏହା କିପରି ସମ୍ଭବ? ତମେ ପାର୍ଥିବ ଶରୀର ସହିତ ଏଠି କେମିତି ଆସିଲ? କୌଣସି ପ୍ରାଣୀ ନିଜ ଜୀବିତ ଶରୀରକୁ ନେଇ ଏଠାକୁ ଆସିବା ସମ୍ଭବ ହେଇନପାରେ। କେବଳ ମୃତ୍ୟୁ ପରେ ହିଁ ଜୀବମାନଙ୍କୁ ଏଠାକୁ ଅଣାଯାଇଥାଏ। କିନ୍ତୁ ଆମର ତ ମୃତ୍ୟୁ ହିଁ ନାହିଁ, ସେଥିପାଇଁ ଏମିତି ଆସିବାକୁ ହେଲା। ଏବେ ଆସିଛୁ ଯେତେବେଳେ ଭିତରକୁ ଯିବାକୁ ଦିଅ। ମୂର୍ଖ ବାଳକ, ତମେ ବୁଝୁନ କାହିଁକି? ଇଏ ଯମପୁରୀ ପିଲାଙ୍କର କୌଣସି ଖେଳିବା ସ୍ଥାନ ନୁହେଁ। କିନ୍ତୁ ଆମେ ଖେଳିବାକୁ ତ ଆସିନୁ, ଆମେ ଯମରାଜାଙ୍କର ଦର୍ଶନ ପାଇଁ ଆସିଛୁ। ମୋର ତମମାନଙ୍କ ନିର୍ଭରତା ଉପରେ ବହୁତ ଦୟା ଆସୁଛି। କିଏ ଜାଣି କିଏ ତୁମକୁ ବିଚାରହୀନ ଭାବେ ଏଠି ପଠାଇଛି? ଆରେ ଅବଧ ବାଳକ, ତମେ ବୁଝୁନ କାହିଁକି? ଏ ପାର୍ଥିବ ଶରୀରରେ ଭଗବାନ ଯମରାଜଙ୍କ ଦର୍ଶନ ହେଇପାରିବନି। କେବଳ ମୃତ୍ୟୁ ପରେ ହିଁ ପ୍ରାଣୀ ମାନଙ୍କୁ ତାଙ୍କର ଦର୍ଶନ ମିଳିଥାଏ। ଯଦି ମୃତ୍ୟୁ ପରେ ହିଁ କେବଳ ତାଙ୍କର ଦର୍ଶନ ହୋଇପାରିବ, ତାହେଲେ ଭାଇ ଆମକୁ ମାରିଦିଅ। କିନ୍ତୁ ମୁଁ ତୁମକୁ ମାରି ବି ପାରିବିନି। କାହିଁକି? କାହିଁକି ନା କେହି ବି କୌଣସି ବି ପ୍ରାଣୀ ମୃତ୍ୟୁ ନିଜ ଇଚ୍ଛାରେ ଯେତେବେଳେ ଚାହିଁବ ଲାଭ କରିପାରିବନି। ପ୍ରତି ପ୍ରାଣୀର ମୃତ୍ୟୁ ସମୟ ନିର୍ଦ୍ଧାରିତ ହୋଇଥାଏ। ଆଉ ଯେତେବେଳେ ସେ ନିର୍ଦ୍ଧାରିତ ସମୟ ଉପସ୍ଥିତ ହୁଏ, ସେତେବେଳେ ଭଗବାନ କାଳଙ୍କ ଆଜ୍ଞା ଅନୁସାରେ ଯମଦୂତ ସେହି ପ୍ରାଣୀର ପ୍ରାଣ ହରଣ କରିଥାନ୍ତି। ତା ପୂର୍ବରୁ ତାକୁ ଯମଦୂତ ବି ମାରି ପାରିବେନି। ତାହେଲେ ତ ସମସ୍ୟା ବହୁତ ଗମ୍ଭୀର ହେଇଗଲା। ତୁମେ ଆମକୁ ମାରିପାରିବନି କି ଆମେ ମୃତ୍ୟୁ ବିନା ଭିତରକୁ ଯାଇପାରିବୁନି। ତାହେଲେ ଗୋଟେ କାମ କର, ଯଦି ଆମେ ଭିତରକୁ ନ ଯାଇପାରିବୁ ତେବେ ଯମରାଜଙ୍କୁ କୁହ, ସେ ବାହାରକୁ ଆସିବେ। କାରଣ ତାଙ୍କୁ ଭେଟିବା ଆମ ପାଇଁ ପରମ ଆବଶ୍ୟକ। କି ଅସମ୍ଭବ କଥା କହୁଛ? ତାଙ୍କୁ କେମିତି ଡାକିବି? ତାହେଲେ ତମେ ତାଙ୍କୁ ଡାକି ପାରିବନି? ନାଇଁ। ତାହେଲେ ଯଦି ଆଜ୍ଞା ହୁଏ ମୁଁ ଡାକିବି। ଡାକ ଡାକ ତାଙ୍କୁ, ପାରିବ ଯଦି ଡାକ ତାଙ୍କୁ, ଡାକ। ହଉ, ଯମପୁରୀକୁ ଆସି ଏଭଳି ଦୃଷ୍ଟତା କରିବାକୁ ସାହସ କରିଛି, ତାକୁ ମୋ ସମ୍ମୁଖରେ ଯଥାଶୀଘ୍ର ଉପସ୍ଥିତ କରାଯାଉ। କ୍ଷମା କରନ୍ତୁ ପ୍ରଭୁ। ତରୁଣ ଅବସ୍ଥାରେ ଉପନୀତ ଦୁଇ ଉଦଣ୍ଡ ବାଳକ କେମିତି କେଜାଣି ନିଜର ପାର୍ଥିବ ଶରୀର ଧାରଣ କରି ଯମପୁରୀର ମୁଖ୍ୟ ଦ୍ୱାର ଉପସ୍ଥିତ ହେଇଛନ୍ତି। ସେମାନେ ଜିଦି କରୁଛନ୍ତି ଯେ ଆପଣ ସ୍ୱୟଂ ଯାଇ ସେମାନଙ୍କୁ ଦର୍ଶନ ଦିଅନ୍ତୁ। ମନା କରିବା ପରେ ସେମାନେ ଏମିତି ଏକ ମାୟାବୀ ଶଙ୍ଖକୁ ଫୁଙ୍କିବା ଆରମ୍ଭ କରିଛନ୍ତି ପ୍ରଭୁ, ଯେଉଁଥିରେ ଯମପୁରୀରେ ମୁଖ୍ୟ ଦ୍ୱାରର ଆରମ୍ଭ କରି ମହଲ ପର୍ଯ୍ୟନ୍ତ ସମସ୍ତ ଘର କମ୍ପିବା ଆରମ୍ଭ କରିଛି ପ୍ରଭୁ, କମ୍ପିବା ଆରମ୍ଭ କରିଛି। ଏହାର ଅର୍ଥ ହେଉଛି ସେ ଦୁହେଁ କୌଣସି
କୌଣସି ମାୟାବୀ ରାକ୍ଷସ ଯିଏକି ମୋର ଶାନ୍ତ ରାଜଧାନୀ ଉପରେ ଆକ୍ରମଣ କରିବାକୁ ସାହସ କରିଛନ୍ତି ସେମାନଙ୍କର ଧୃଷ୍ଟତାର ଉତ୍ତର ମୋର ଯମଦଣ୍ଡ ସେମାନଙ୍କୁ ଦବ। ଶକ୍ତି ଅଛି ସେମାନଙ୍କୁ ତ ନିଜେ ଯାଇ ଦେଖିବାକୁ ହବ। ତ୍ରିଲୋକପତି ହେ ଜଗତ ପିତା ନିଜ ଦାସର ତ୍ରୁଟି ମାର୍ଜନା କରି ଏ ଅକିଞ୍ଚନର ପ୍ରଣାମ ସ୍ୱୀକାର କରନ୍ତୁ। ଏ ଦାସ ନିମିତ୍ତ କଣ ଆଜ୍ଞା ରହିଛି ପ୍ରଭୁ? ମୁଁ ମହାମୁନି ସନ୍ଦୀପନୀଙ୍କ ପୁତ୍ର ପୁନର୍ଦତ୍ତଙ୍କୁ ଫେରାଇ ନେବାକୁ ଆସିଛି। ନିଜର କର୍ମାନୁସାରେ ସେ ଏ ମୁହୂର୍ତ୍ତରେ ଯେଉଁ ଲୋକରେ ଯେଉଁଠି ବି ଅଛନ୍ତି ତାଙ୍କୁ ମତେ ଆଣି ଦିଅନ୍ତୁ, ଏହା ହିଁ ମୋର ଆଜ୍ଞା। ହେ ସର୍ବଶକ୍ତିମାନ, ସମସ୍ତ ପ୍ରାଣୀ ମୋ ନିକଟକୁ ଜୀବାତ୍ମା ରୂପରେ ଆସିଥାନ୍ତି। ମୁଁ ସେମାନଙ୍କୁ ସେହି ରୂପରେ ଫେରାଇ ଦେଇପାରିବି, କିନ୍ତୁ ସେମାନଙ୍କୁ ପାର୍ଥିବ ଶରୀର ପ୍ରଦାନ କରିବାର ଶକ୍ତି ମୋ ନିକଟରେ ନାହିଁ ପ୍ରଭୁ। ସେ ଚିନ୍ତା ଆପଣ କରନ୍ତୁନି, ଆପଣ ମତେ ସେ ଜୀବାତ୍ମା ହିଁ ଫେରାଇ ଦିଅନ୍ତୁ। ଯଥାଜ୍ଞା ପ୍ରଭୁ।
कर्मनिष्ठारे अत्यंत प्रसन्न। मो आशीर्वाद मो श्रीचरण रे आपणकर भक्ति सर्वदा अतुट रहिबो। गुरुमाता 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 कौन है सुदामा? गुरुमाता कृष्ण आसिले हाँ गुरुमाता और तांको सहित आपण पुत्र पुनर्दत्त भी आछंती। कौन मो पुनर्दत्त भी आछी? कौन कहले पुनर्दत्त आछी? हाँ गुरुदेव कृष्ण बलराम सहित आपण पुत्र भी आछंती। ए देखंतु स्नान करू करू मो पाद खसीगला समुद्र लहरी रे भासीगली। तापरे कौन हैला? तू केमिति बचिलु? मोर किछि मन नाही, प्राय तो मो अचेत हो जाइतिली। तापरे हम लहरी रे भासी भासी जाई कोठी पहुंचली मोर किछि मन नाही, केवल एतिकी मन अछि बेले बेले अंधार बेले बेले आलोक दृश्य होतिला। अचेत अवस्थारे किछि बुझी पार नथिली। चेता फेरला बेलकु ए दुई को देखिली। सेमाने मते किछि औषध देउतिले। सेमाने कहिले तुम पिता माता तुमको खोजिया पई हमको पठेइचंती। अरे नीतू एते वर्ष तोर माँ कथा भी मने पड़िलानी।
गुरुमाता गुरुमाता तांकर केमिति मन पड़ी था गुरुमाता तांकर स्मृति विच्युति घटी कौन स्मृति विच्युति घटी हाँ अनेक समय एमती हुए जे अचानक मन को कौन सी धक्का लगिले मनुष्यर स्मृति विच्युति घटी थाए तांकर भी सेमिति हेई थाई पारे अकस्मात बुड़ी जिबार भय किंबा समुद्र रे कौन सी पत्थर द्वारा मुंडरे आघात लगी तांकर स्मृति हानि घटी थिबो किंतु तम मानु को ये केमिति मिलिला मु कहिथिले ना जे ये बुड़ी नथिबे कौन सी कूल रे जाई लागिथिबे सही विश्वास नहीं आमे दुहे समुद्र कूल रे थिबा अनेक नगरी मानकरे बुली बुली तांको खोजिलु गोटाए नगरी रे तांको पाइलु जने कला लोक थिला जहा पाखरे एक कला महिषी थिला तांकरी घरे ये रहउथिले मोर कहीं की संदेह हैला जे सी कला ये गोरा मु तांको पचारिली जे ये पिला तुमर किए से कहिले जे ये मोर केही नुह बिचरा हजी जाइछि आउ तार अतीत जीवन विषय किछि मन नहीं आउ तापरे मु जने वैद्यଙ୍କ द्वारा चिकित्सा कराइली आउ तांको औषध रे यांको स्मृति पटल धीरे धीरे उन्मुक्त हैला जेतेबेले ये संपूर्ण रूपे चेतना को फेरिले सेतेबेले ये आपणक नाम नेले बस मु यांको निज सांगे नहीं आसिली कृष्ण बस मु जानिनी जे तुमर उपकार ऋण मु को जन्म रे सुझिबी किंतु तमे मते नूतन जीवन दान करिछ ता बदल रे जने ब्राह्मणर स्त्री केवल आशीर्वाद व्यतीत तुमको कौन बा दे पारिबो आज आज मु तुमको आशीर्वाद दौची जे पर्यंत तुमर माता जीवित थिबे से पर्यंत तमे आ तुम मातांकर एमिति विच्छेद केबे भी न हो जेमिति मोर पुनर्धोतर हेइथिला गुरु माता देवार थिले अन्य कौन सी आशीर्वाद दियंतु ए आशीर्वाद मोर प्राप्य नुहे गुरु माता काहे के तुम माता कौन जीवित नांती अछंती जणे नुह दुई दुई जन माता अछंती कौन दुई दुई जन माता हाँ गुरु माता जणे मते जन्म देइछंती अन्य जनक मते एपर्यंत पाली छंती मो पाई तो दुहे मोर माता सेति पाई जनक पाखरे रहिले अन्य जनक ठारू दूरे जाए आउ द्वितीय जनक पाखरे रहिले प्रथम जनक ठारू दूर ही जाए सेति पाई मु कहूची जे अन्य कौन से आशीर्वाद दियंतु गुरु माता हो ताहले सुन जदि मु जीवन सारा एकाग्र चित्तरे मो पतिंकर सेवा करिथिबी ताहले आज मु मो पति भक्तिर समस्त फल
ତମକୁ ପ୍ରଦାନ କରୁଛି। ଆଉ ଆଉ ଏ ଆଶୀର୍ବାଦ ଦଉଛି ଯେ ଯେମିତି ତମେ ମୋ ଦୁଃଖ ଦୂର କରିଛ, ଠିକ ସେମିତି ସାରା ସଂସାରର ଦୁଃଖୀ ମାନଙ୍କର ଦୁଃଖ ଦୂର କରିବାର ଶକ୍ତି ଭଗବାନ ତମକୁ ପ୍ରଦାନ କରନ୍ତୁ, ଯେଉଁଥିରେ ଯେଉଁଥିରେ ଏ ସାରା ସଂସାର ତମକୁ ପୂଜା କରିବ ଆଉ ତମର ଜୟ ଘୋଷ କରିବ, ତମର ଜୟ ଗାନ କରିବ, ତମର ଜୟ ଗାନ କରିବ। गुरु माता, आज आपणक ठारू ए आशीर्वाद लाभ करी मो जीवन धन्य हो गला। एबे मोर विश्वास हो गला जे आपणकर ए आशीर्वाद रु मोर पृथ्वी रे जन्म ग्रहण करबा निश्चित सफल हबो माता। एमिति कहवा तुमर विनम्रता कृष्ण, कारण आज तुम्हें मृत बालक को जीवन दान दे जो चमत्कार कार्य करिच, सेथिरे मोर विश्वास आहुरी दृढ़ीभूत होईची जे तुम्हें कौनसी संसारी मानव नुह, कौनसी दिव्य पुरुष जहाँ को कौनसी भूल बसत किंबा कौनसी अभिशाप बसत ए संसार रे जन्म नबाकू होईची। आम दुहींक उपरे तुम्हें माने जो महान उपकार करिच तार संपूर्ण ऋण तो मु परिशोध करि परिबिनी, किंतु आज मु मोर इष्ट देव भगवान शिव को प्रार्थना करुची जे आज पर्यंत मु निश्चल चित्तर तांकर जो उपासना करिची तार समस्त फल तुमको प्रदान करंतु। आउ जदि तुम ऊपर कौन से अभिशापर छाया थाए ताहले तार समस्त दंड मते मिलू। मु प्रसन्नतार सहित ताको ग्रहण करिबी। गुरुदेव, एते उदार मना जने पिता किंबा गुरु होई पारंती, सेथिपाई दुहे एक समान। एमिति उदार गुरुंकर शिष्य हेबा मो जीवनर सबुठु बड़ उपलब्धि होई रहइबो गुरुदेव, सबुठु बड़ उपलब्धि। जय श्रीकृष्ण। गुरुकूल शिक्षा प्राप्ति सहित भगवान श्रीकृष्ण मानव लीलार प्रथम भाग समाप्त हैला। प्रथम भागरे जन्मरु नहीं शिक्षा ग्रहण पर्यंत जेते लीला करिसंती मुख्यतः भक्तों को मार्गदर्शन निमित्त। श्रीकृष्ण ही सही पूर्णावतार जे कि प्रति पदक्षेप घोषणा करिसंती जे से स्वयं भगवान। जेतेबेले कारागार प्रकट हेले सेतेबेले तीन लोक नतमस्तक होइथिले।
ଅବସ୍ଥାରେ ଚମତ୍କାରିତା ଦେଖାଇଥିଲେ ଆଉ କଂସ ପ୍ରେରଣ କରିଥିବା ଦୈତ୍ୟଙ୍କର ସଂହାର କରିଥିଲେ। ପୁଣି କାଳିଅ ମର୍ଦ୍ଦନ କଲେ। नाचई कन्हई ओ कालियो नाग मथारे नाचई कन्हई देखो नाचई कन्हई सब रुहंती अनाई माता बीणा पानी बीणा बजाए कृष्ण संगे शिव शंकर नाचे एई शुभ अवसरे तीनी लोक शुभ थाए एई शुभ अवसरे तीनी लोक शुभ थाए जय जय कृष्ण कन्हई जय जय कृष्ण कन्हई जय जय कृष्ण कन्हई जय जय कृष्ण कन्हई। तापरे गोवर्धनधारी भावे इंद्रଙ୍କ मान मर्दन कले। हे प्रभु आपण त्रुटि मार्जना करतु। ब्रह्मांग गर्भगंजन कले। श्रीकृष्ण प्रेमावतार ए कथा प्रमाण करिया पई से राधा आ गोपी मानक संगरे एमिति एक अलौकिक प्रेम लीला रचना कले जे जेउथिरे प्रेम आ भक्तिर सीमा परस्पर सहित एमिति जड़ित होइगला जे प्रेम आ भक्तिर अंतर करिबा दुरूह व्यापार होइगला। तो छाड़ी दे मागुची प्रेमर भिक दे सृष्टिर कोणे कोणे जहार आभास रे परम उल्लास लहुणी चोरई खाइचंती माटी खाई मातांकु निज पाटी भितर विश्वरूप दर्शन करैचंती।
ଏବେ ନିଜେ ରାଧା ରୂପ ଧାରଣ କରି ରାଧାଙ୍କୁ ସାନ୍ତ୍ୱନା ଦେଇଛନ୍ତି। आसरे कन्हई हाते देवी सजे ଦେଖ ହେଇଗଲି ନା ସମ୍ପୂର୍ଣ୍ଣ ରାଧା। ଏ ଲୀଳାରେ ଲାଳିତ୍ୟ ରହିଛି, ମାଧୁର୍ଯ୍ୟ ରହିଛି, ଭାବପ୍ରବଣତାର ରସ ବି ରହିଛି, ପ୍ରେମ ପୀଡ଼ାର ଏକ ନିବିଡ଼ ଆନନ୍ଦ ରହିଛି। ପରବର୍ତ୍ତୀ ପର୍ଯ୍ୟାୟର ଜୀବନର ଅନ୍ୟ ଅବସ୍ଥା ଦେଖାଯିବ, ଯେଉଁଥିରେ ରାଜନୀତିର ଆଲୋଚନା ହେବ। ରଣକ୍ଷେତ୍ରରେ ଅର୍ଜୁନଙ୍କୁ ଗୀତାର ଉପଦେଶ ଦେଇ ତାଙ୍କ ଅବତାରର ମୁଖ୍ୟତଃ 3ଟି ପ୍ରୟୋଜନ ବ୍ୟାଖ୍ୟା କରିଛନ୍ତି। ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ରାଧାଙ୍କୁ ସାନ୍ତ୍ୱନା ଦେଇଥିବା କୃଷ୍ଣ ଏବେ କବଚ ଧାରଣ କରି ଦୁଷ୍ଟଙ୍କର କାଳ ଭାବେ ରଣକ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ଏହିଠାରୁ ତାଙ୍କର ଅବତରିତ ଜୀବନର ଦ୍ୱିତୀୟ ଭାଗ ଆରମ୍ଭ ହେଉଛି, ଯେଉଁଠି ତାଙ୍କ ଜୀବନ ପ୍ରେମ ଏବଂ ଭକ୍ତି କ୍ଷେତ୍ରରୁ ବାହାରି ଆସି ରାଜନୀତି ଏବଂ କର୍ମଯୋଗ କ୍ଷେତ୍ରରେ ପ୍ରବେଶ କରିଛନ୍ତି, ଯେଉଁଥିରେ ରାଜନୀତିର ଉଠାଣି ଗଡ଼ାଣି ରହିଛି। ଏବେ ସାଂସାରିକ ଧର୍ମକୁ ପାଳନ କରିବା ପାଇଁ କଠିନ ମାର୍ଗରେ ଚାଲିବାକୁ ହେବ, ଆଉ ନିଜ ଭକ୍ତ ଏବଂ ସଖା ଅର୍ଜୁନଙ୍କ ମାଧ୍ୟମରେ ସାଂସାରିକମାନଙ୍କୁ ନିଷ୍କାମ କର୍ମଯୋଗର ଶିକ୍ଷା ପ୍ରଦାନ କରିବେ। ଏକଦା ହାତରେ ମୁରଲି ଥିଲା, କିନ୍ତୁ ଏବେ ସମୟର ଚାହିଦା ଅନୁସାରେ ମୁରଲି ତ୍ୟାଗ କରି ସୁଦର୍ଶନ ଚକ୍ର ଧାରଣ କରିବାକୁ ହେବ। ଦୁଷ୍ଟଙ୍କ ବିନାଶ କାର୍ଯ୍ୟ ଯାହା କଂସବଦ୍ଧରୁ ଆରମ୍ଭ ହୋଇଥିଲା, ସେ କଠୋର କର୍ତ୍ତବ୍ୟ ଏବେ ସେ ପୂର୍ଣ୍ଣ କରିବେ। କଂସ ପରେ ଏବେ ଜରାସନ୍ଧ ପାଳି। ଜରାସନ୍ଧକୁ କଂସ ହତ୍ୟାର ଖବର ସେତେବେଳେ ପ୍ରାପ୍ତ ହେଲା ଯେତେବେଳେ ତାର 2 ପୁତ୍ରୀ ବିଧବା ହୋଇ ମଗଧକୁ ତା ନିକଟକୁ ଫେରି ଆସିଲେ। ଏ ସୂଚନାରେ ଜରାସନ୍ଧ ଗୋଟାଏ ଘାଇଲା ବାଘ ଭଳି ହିଂସ୍ର ହୋଇ ଉଠିଲା। ମୁଁ କଂସକୁ ତ ଫେରେଇ ଆଣି ପାରିବିନି, କିନ୍ତୁ ମୁଁ ତମକୁ ବଚନ ଦଉଛି, ତା ହତ୍ୟାକାରୀକୁ ସେଇଠିକି ପଠେଇଦେବି ଯୋଉଠିକି କଂସ ଯାଇଛି। ତାର ହତ୍ୟାକାରୀ ଏ ପୃଥିବୀରେ ଜୀବିତ ରହିପାରିବନି। ସେନାପତି, ମୋର ସମସ୍ତ ସେନାଙ୍କୁ ଏକ ଭୀଷଣ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଆଦେଶ ଦିଅ। ରାଜଧାନୀ ବାହାରେ ଯୋଉଠି ବି ସେନାର ଅଂଶବିଶେଷ ରହିଛନ୍ତି, ସେ ସମସ୍ତଙ୍କୁ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହେଇ 15 ଦିନ ମଧ୍ୟରେ ରାଜଧାନୀରେ ଉପସ୍ଥିତ ହେବାକୁ ଆଦେଶ ଦିଅ। ଯୋଉଦିନ ପୁରା ସୈନ୍ୟ ସଜ ହେଇ ପହଞ୍ଚିଯିବେ, ସେଇଦିନ ଆମେ ମଥୁରା ଆକ୍ରମଣ ପାଇଁ ବାହାରିବା। ମୁଁ ଜାଣିଛି ଯେ ମଥୁରା ନରେଶଙ୍କର ଅଳ୍ପ କିଛି ସୈନ୍ୟଙ୍କୁ ପରାସ୍ତ କରିବା ପାଇଁ ଆମକୁ ଆମର ବିଶାଳ ସେନା ସହିତ ଅଗ୍ରସର ହେବା ଅନାବଶ୍ୟକ, କିନ୍ତୁ ମୁଁ କେବଳ ମଥୁରା ସୈନ୍ୟକୁ ବିନାଶ କରିବାକୁ ଚାହୁଁନି, ବରଂ ସମସ୍ତ ମଥୁରାବାସୀଙ୍କୁ ହତ୍ୟା କରିବାକୁ ଚାହେଁ। ସେଥିପାଇଁ ଆମର ଏହି ବିଶାଳ ସେନାର ଆବଶ୍ୟକତା ରହିଛି। ମୁଁ ଚାହୁଁଛି ଯେ ଯେଉଁ ମଥୁରାବାସୀ ମୋ ଜାମାତା ମହାରାଜା କଂସଙ୍କର ହତ୍ୟା ପରେ ସେ ହତ୍ୟାକାରୀର ଜୟ ଘୋଷ କରିଥିଲେ, ସେମାନଙ୍କ ମଧ୍ୟରୁ କେହି ଜଣେ ବି ହେଲେ ଏ ପୃଥିବୀରେ ଜୀବିତ ରହିବେନି। ମଥୁରାର ପ୍ରତିଟି ଗୃହରେ ଶିଶୁ, ବୃଦ୍ଧ, ନାରୀ, ପୁରୁଷ କେହି ବି ହେଲେ ଜୀବିତ ରହିବେନି। ମୁଁ ଏ ପୃଥିବୀକୁ ଯାଦବ ବିହୀନ କରିବାକୁ ଚାହେଁ, ଯେମିତି ସମସ୍ତ ଯଦୁବଂଶଙ୍କ ନାମ ଇତିହାସ ପୃଷ୍ଠାରୁ ଲିଭିଯିବ। ସେଥିପାଇଁ ମୋର ବିଶାଳ ସେନା ଆବଶ୍ୟକ, ଯିଏକି ସମୁଦ୍ରର ଲହରୀ ଭଳି ସେଇ ନଗରୀକୁ ତାର ନାଗରିକ ମାନଙ୍କ ରକ୍ତରେ ପ୍ଳାବିତ କରିଦେବ। ବାସ୍, ହଁ, ମୋର ଏ ଆଦେଶ ପାଳନ କର।
हेब संग्राम हेब संग्राम हेब संग्राम हेब संग्राम हेब संग्राम लंघि चलन्ति नगर ग्राम लंघि चलन्ति नगर ग्राम छाइकी खरा नाही विश्राम छाइकी खरा नाही विश्राम जलुथाए प्रतिशोध निया जाली दिए मन प्राण जलुथाए प्रतिशोध निया जाली दिए मन प्राण हेब संग्राम हेब संग्राम हेब संग्राम हेब संग्राम हेब संग्राम हेब संग्राम ମହାରାଜଙ୍କର ଜୟ ହେଉ। ମହାରାଜ ବାଣସୁର ସେନା ସହିତ ପହଞ୍ଚିଲେଣି। ତାଙ୍କୁ ସସମ୍ମାନେ ପଛଟି ଆଣ ଯାଅ। महाराज शल्यଙ୍କ सेना भी आसीगलेनी ମଦ୍ର ନରେଶଙ୍କୁ ସ୍ୱାଗତ କର ଯାଅ। ଆଜି ମଥୁରା ଉପରେ ସଂକଟର କଳାବାଦଲ ମାଡ଼ି ଆସୁଛି। ଅକ୍ରୁରଙ୍କର ଗୁପ୍ତଚର ସୂଚନା ଦେଇଛନ୍ତି ଯେ କଂସ ହତ୍ୟାର ପ୍ରତିଶୋଧ ନେବା ପାଇଁ ତାର ଶ୍ୱଶୁର ମଗଧ ନରେଶ ଜରାସନ୍ଧ ଏକ ବିଶାଳ ସେନା ସହିତ ମଥୁରା ଆକ୍ରମଣ ନିମନ୍ତେ ଅଗ୍ରସର ହେଉଛନ୍ତି। ଗୁପ୍ତଚରଙ୍କ ସୂଚନା ଅନୁଯାୟୀ ଜରାସନ୍ଧଙ୍କ ସହିତ ତାଙ୍କର ଅନେକ ମିତ୍ରମାନଙ୍କ ସେନା ବି ଆସିଛନ୍ତି। एते बड़ संकटरू मथुरा को केमिति रक्षा करा जिवो एई कथा को विचार करबा पई आजिकर ए सभा डका जाईछि। महाराज उग्रसेन केवल वृद्ध होई जाय नाहंती बरं एते वर्ष से काल कोठरी रे निबुझ रहिबा कारणरू तांको शरीर शिथिल एवं जराग्रस्त हेई सारिछि। सेथि पई आमे एहा आशा करबा अनुचित जे से युद्धर नेतृत्व नै परिबे किंबा आमे तांको भाराक्रांत करिबा भी अनुचित। एमिति परिस्थिति रे आमे समस्ते एकत्रित हेई राज्य को रक्षा करिबा ही उचित हबो। सेथि पई आजि आपण समस्त को एठाको डका जाईछि। आओ आजि एठारे उपस्थित थिबा समस्त विष्णुवंशी सूरवंशी एवं अंगदवंशी सरदार गणक ठारो मो एहा ही आशा करूछि जे एभली एक गंभीर समस्यार समाधान निमंते से माने हमर मार्गदर्शन करेबे। श्री अक्रूर आम गुप्तचर माने कौन कहउछंती जरासंध सहित आनुमानिक केते सैन्य अछंती? आम गुप्तचर माने कहउछंती जे जरासंध सहित सहस्राधिक सेना अछंती जार गणना करबा असंभव महाराज। एहार अर्थ जे केवल मथुरार सैन्य
ତାଙ୍କର ସମ୍ମୁଖୀନ ହେଇପାରିବେନି। ଏ ପରିସ୍ଥିତିରେ ଆମେ ପଡ଼ୋଶୀ ରାଜ୍ୟଙ୍କ ଠାରୁ ସାହାଯ୍ୟ ମାଗିବା ଉଚିତ ହେବ। କିନ୍ତୁ ଦୁର୍ଭାଗ୍ୟବଶତଃ ଆମର ଯେତେ ସବୁ ପଡ଼ୋଶୀ ରାଜ୍ୟ ଅଛନ୍ତି, ବାଣାସୁର ଏବଂ ଭୌମାସୁର, ସେ ସମସ୍ତେ କଂସର ମିତ୍ର। ସେମାନେ ଆମକୁ ସାହାଯ୍ୟ କରିବେନି, ବରଂ ମଥୁରାର ଧ୍ୱଂସରେ ଭାଗବାଣ୍ଟ ଖୋଜିବାକୁ ସେମାନେ ଏବେ ଜରାସନ୍ଧ ସହିତ ମିଶିଯିବେ। ଏମିତି ପରିସ୍ଥିତିରେ ଆମେ ଅନ୍ୟକୁ ସାହାଯ୍ୟ ମାଗିବା ବଦଳରେ ନିଜେ ନିଜର ଆତ୍ମବଳ ଉପରେ ବିଶ୍ୱାସ ରଖିବା ଉଚିତ। ଆମେ ନିଜେ ଏକଥା ନିଷ୍ପତ୍ତି କରିବା ଉଚିତ ଯେ ଆମେ ଯୁଦ୍ଧରେ ସମ୍ମୁଖୀନ ହେଇପାରିବା। ଏ ନିଷ୍ପତ୍ତି ନେବା ତ ସହଜ, କିନ୍ତୁ ଏକଥା ବି ଚିନ୍ତା କରନ୍ତୁ, ତାର ପରିଣାମ କ'ଣ ହବ? ଯେଉଁ ଯୋଦ୍ଧା ପୂର୍ବରୁ ପରିଣାମ ବିଷୟରେ ଚିନ୍ତା କରି ଯୁଦ୍ଧ କ୍ଷେତ୍ରକୁ ଯାଏ, ସେ ଯୁଦ୍ଧରେ କେବେ ହେଲେ ଜିତି ପାରିନଥାଏ। ସେଥିପାଇଁ କ୍ଷତ୍ରିୟକୁ କେବଳ ଏକମାତ୍ର ଧର୍ମର ଶିକ୍ଷା ଦିଆଯାଇଥାଏ ଯେ ଯେତେବେଳେ ଦେଶର ସୁରକ୍ଷା ଉପରେ ପ୍ରଶ୍ନ ଉଠିବ, ସେ ସେତେବେଳେ ଦେଶ ରକ୍ଷାକୁ ନିଜର କର୍ତ୍ତବ୍ୟ ବିଚାର କରି ରଣକ୍ଷେତ୍ରକୁ ଲମ୍ଫ ପ୍ରଦାନ କରିବ। ପରିଣାମ ଯାହା ବି ହେଉ ପଛକେ, ଯଦି ସେ ଯୁଦ୍ଧରେ ମରି ବି ଯାଏ, ତାହେଲେ ତ ସେ ନିଜର ଧର୍ମ ପାଳନ କରି ଗୌରବାନ୍ୱିତ ହେବ। ସ୍ୱର୍ଗରେ ବି ତାକୁ ଜଣେ ବୀର ଭଳି ସମ୍ମାନ ମିଳିବ। ଯେଉଁ ଯୁଦ୍ଧ ଜିତିବାର କୌଣସି ସମ୍ଭାବନା ନାହିଁ, ଏମିତି ଯୁଦ୍ଧକୁ ଲମ୍ଫ ପ୍ରଦାନ କରି ମରିବାକୁ ବୀରତ୍ୱ ନୁହେଁ, ଆତ୍ମହତ୍ୟା କୁହାଯାଏ। ଯାହାକୁ ଆପଣ ଆତ୍ମହତ୍ୟା କହୁଛନ୍ତି, ତାକୁ ଆପଣ ବଳିଦାନ ବି କହିପାରନ୍ତି। ଶବ୍ଦର ବଦଳୀକରଣରେ ପରିସ୍ଥିତି ବଦଳି ଯାଏନି। ମୋ ବିଚାରରେ ଆଜି ଯେଉଁ ପରିସ୍ଥିତି ରହିଛି, ସେଥିରେ ଏମିତି ଅଜ୍ଞ ବୀରତ୍ୱ ବଦଳରେ ରାଜନୀତି ପ୍ରୟୋଗ କରିବା ଉଚିତ। ଆଉ ବର୍ତ୍ତମାନର ରାଜନୀତି ଏହା ହିଁ କହୁଛି ଯେ ମହାରାଜ ତତ୍କ୍ଷଣାତ୍ ନିଜର ମହାମନ୍ତ୍ରୀଙ୍କୁ ଜରାସନ୍ଧ ନିକଟକୁ ପଠାଇ ସନ୍ଧି ନିମିତ୍ତ ପ୍ରାର୍ଥନା କରନ୍ତୁ, ଯେଉଁଥିରେ ଏ ପ୍ରଳୟଙ୍କରୀ ଘୂର୍ଣ୍ଣିବାତ୍ୟାକୁ ବାଟରେ ହିଁ ରୋକି ହେବ। ଏହା କାପୁରୁଷଙ୍କ ରାଜନୀତି, ବୀରଙ୍କର ନୁହେଁ। ଶ୍ରୀ ଅକ୍ରୁର, ମଣିଷ ଇତିହାସରୁ ବି କିଛି ଶିକ୍ଷା ନେବା ଉଚିତ। ଏମିତି ଅନେକ ଉଦାହରଣ ରହିଛି ଯେ ଯେତେବେଳେ ବଡ଼ ବଡ଼ ବୀରମାନେ ଏକଥା ଦେଖିଛନ୍ତି ଯେ ଶତ୍ରୁକୁ ସମ୍ମୁଖୀନ କରିବା ଅସମ୍ଭବ, ସେମାନେ ନତମସ୍ତକ ହୋଇ ତା ସହିତ ସନ୍ଧି କରିଛନ୍ତି, ଯେଉଁଥିରେ ଶତ୍ରୁ ମିତ୍ରରେ ରୂପାନ୍ତରିତ ହୋଇଗଲା ଏବଂ ତାଙ୍କର ପ୍ରାଣ ବି ରକ୍ଷା ହୋଇଗଲା। ଏମିତି ଅନେକ ଉଦାହରଣ ଇତିହାସରେ ଅଛି। ଆପଣ ଇତିହାସ କଥା କହୁଛନ୍ତି? ତାହେଲେ ଇତିହାସରେ ସୂର୍ଯ୍ୟବଂଶୀ ଶ୍ରୀରାମଙ୍କ ଉଦାହରଣ ବି ରହିଛି। ଯେତେବେଳେ ରାବଣ ତାଙ୍କ ପତ୍ନୀ ସୀତାଙ୍କୁ ହରଣ କରି ତାଙ୍କ ପୁରୁଷତ୍ୱକୁ ଆହ୍ୱାନ ଦେଲା, ତାଙ୍କର କର୍ତ୍ତବ୍ୟ ତାଙ୍କୁ ଅନ୍ତର୍ଧ୍ୱନି ଦେଲା ଯେ ନିଜର ଏବଂ ରଘୁକୁଳ ଯଶର ଟେକ ରଖିବା ନିମନ୍ତେ ସେ ପାପୀକୁ ଦଣ୍ଡ ଦେବା ତାଙ୍କର ଧର୍ମ। ସେତେବେଳେ ସେ କ୍ଷଣିକ ପାଇଁ ବି ଏକଥା ଚିନ୍ତା କରିନଥିଲେ ଯେ ସେ ଯାହା ସହିତ ଯୁଦ୍ଧ କରିବା ନିମିତ୍ତ ଯାଉଛନ୍ତି, ତା ନିକଟରେ ସଂସାରର ସବୁଠାରୁ ପରାକ୍ରମୀ ସୈନ୍ୟ ଦଳ ଅଛନ୍ତି। ଆଉ ତାଙ୍କ ନିକଟରେ ତ ଅଯୋଧ୍ୟାର ସେନା ବି ନଥିଲା। ତଥାପି ବି ସେ ବନବାସୀ ରାଜକୁମାର ନିଜର କର୍ତ୍ତବ୍ୟ ନିଷ୍ଠା, ନିଜର ଦୃଢ଼ ଆତ୍ମବଳ ଏବଂ କେବଳ ନିଜର ବୀରତ୍ୱର ଭରସାରେ କିଛି ବାନରଙ୍କୁ ସାଙ୍ଗରେ ଧରି ଲଙ୍କା ଦୁର୍ଗ ଉପରେ ଚଢ଼ଉ କରିଦେଲେ। ଆଉ ଏକଥା ପ୍ରମାଣ କରିଦେଲେ ଯେ ଯେଉଁ ମନୁଷ୍ୟ ନିଜର କର୍ତ୍ତବ୍ୟ ଏବଂ ନିଜର ଧର୍ମ ପ୍ରତି ଯତ୍ନବାନ ହୋଇ ନିଜର କର୍ମ ପଥରେ ଭୟହୀନ ଭାବେ ଆଗକୁ ବଢ଼ିଥାଏ, ନା ମୃତ୍ୟୁକୁ ଭୟ ଥାଏ ନା ପରିଣାମକୁ, ଶେଷରେ ତାର ହିଁ ବିଜୟ ହୋଇଥାଏ। ଇତିହାସ ଆମକୁ ଶିକ୍ଷା ଦେଇଥାଏ ମହାରାଜ ଯେ ଆମେ ପରିଣାମର ଚିନ୍ତା ନ କରି ନିଜର କର୍ତ୍ତବ୍ୟକୁ ଦୃଢ଼ ଭାବେ ପାଳନ କରିବା ଉଚିତ। ମୁଁ କୃଷ୍ଣ କଥାରେ ଏକମତ। ଏହା ଆମର କ୍ଷତ୍ରିୟ ଧର୍ମର ପରୀକ୍ଷାର ସମୟ। ଆଉ ଆମକୁ ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଅଛି। ମୁଁ ବଚନ ଦଉଛି, ଯେପର୍ଯ୍ୟନ୍ତ ମୋ ହାତରେ ତରବାରୀ ଉଠେଇବାର ଶକ୍ତି ରହିଛି, ମୁଁ ନିଜେ ମଥୁରାର ଦ୍ୱାରଦଶରେ ଦଣ୍ଡାମାନ ହେଇ ତାର ରକ୍ଷା କରିବି। ଆମେ ସମସ୍ତେ ଆପଣଙ୍କ ସହିତ ଅଛୁ ମହାରାଜ।
ବରଦାନ ଦଉଛି ମହାରାଜ, ଯୋଉ ପର୍ଯ୍ୟନ୍ତ ମୋ ଶରୀରରେ ପ୍ରାଣ ରହିଛି ଶତ୍ରୁ ତରବାରୀ ଆପଣଙ୍କ ସ୍ପର୍ଶ ବି କରିପାରିବନି। ମୁଁ ମୋର ଯୋଦ୍ଧାମାନଙ୍କ ଠାରୁ ଏହା ହିଁ ଆଶା କରେ। ତଥାପି ଯଦି ଆଜ୍ଞା କରନ୍ତି ତାହେଲେ ଅନ୍ୟ ଏକ ପ୍ରାର୍ଥନା କରିବି ମହାରାଜ। ଅବଶ୍ୟ। ମହାରାଜ, ମୋ ମନ ମଧ୍ୟରେ ଅନ୍ୟ ଏକ ଯୋଜନା ଆସୁଛି। ହୁଏତ ବାଣାସୁର ଏବଂ ଭୌମାସୁର ଆମକୁ ସାହାଯ୍ୟ କରି ନପାରନ୍ତି, କିନ୍ତୁ ଆମ ସୀମାକୁ ଲାଗି ଇନ୍ଦ୍ରପ୍ରସ୍ଥର ବିଶାଳ ସାମ୍ରାଜ୍ୟ ବି ରହିଛି, ଯେଉଁ ସାମ୍ରାଜ୍ୟରେ ଏକ ଶକ୍ତିଶାଳୀ ସୈନ୍ୟ ଦଳ ବି ଅଛି, ଯେଉଁ ରାଜ୍ୟରେ ପିତାମହ ଭୀଷ୍ମ ଏବଂ ଦ୍ରୋଣାଚାର୍ଯ୍ୟଙ୍କ ଭଳି ଧନୁର୍ଦ୍ଧାରୀ ଏବଂ ମହାରଥୀ ବି ଅଛନ୍ତି। ଇନ୍ଦ୍ରପ୍ରସ୍ଥରେ ଆପଣଙ୍କ ପୁତ୍ରୀ ଏବଂ କୁମାର ବସୁଦେବଙ୍କର ବଡ଼ ଭଉଣୀ ମହାରାଣୀ କୁନ୍ତୀ ବି ଅଛନ୍ତି। ମୋର ବିଶ୍ୱାସ ଅଛି ଯେ ଯଦି ଆମେ ତାଙ୍କୁ ସାହାଯ୍ୟ ନିମିତ୍ତ ପ୍ରାର୍ଥନା କରୁ ତାହେଲେ ସଙ୍କଟରେ ଅବଶ୍ୟ ସେ ଆମକୁ ସାହାଯ୍ୟ କରିବେ। ଯଦି ଆପଣ କୌରବରାଜ ଧୃତରାଷ୍ଟ୍ରଙ୍କ ପାଖକୁ ଶ୍ରୀ ଅକ୍ରୁରଙ୍କୁ ପଠାଇ ଦିଅନ୍ତି ତାହେଲେ ମଥୁରା ଆମ ନିକଟରେ ହେଇଥିବାରୁ ତାଙ୍କର ସେନା ଉଚିତ ସମୟରେ ଏଠାରେ ପହଞ୍ଚି ପାରିବେ। ମୁଁ ଏ ବିଚାରରେ ଏକମତ ମହାରାଜ। ମୁଁ ବି ଏ କଥାରେ ଏକମତ ମହାରାଜ। ମୁଁ ବି ଏ କଥାରେ ଏକମତ ମହାରାଜ। ମୁଁ ବି ଏ କଥାରେ ଏକମତ। ମାନୁଛି ମୋର ଜାମାତା ମହାରାଜ ପଣ୍ଡୁଙ୍କର ମୃତ୍ୟୁ ହୋଇସାରିଛି। ସେଥିପାଇଁ ମୋ ବିଧବା ପୁତ୍ରୀ କୁନ୍ତୀର ସେଠାରେ କେମିତି ପ୍ରଭାବ ରହିଛି ମୁଁ ସେ କଥା ଜାଣିନି। ତଥାପି ମହାରାଜ ଧୃତରାଷ୍ଟ୍ର ଏବଂ ମହାତ୍ମା ଭୀଷ୍ମଙ୍କ ଉପରେ ମୋର ବିଶ୍ୱାସ ରହିଛି ଯେ ସେ ଏ ଧର୍ମ ଯୁଦ୍ଧରେ ମୋତେ ସମ୍ପୂର୍ଣ୍ଣ ରୂପେ ସାହାଯ୍ୟ କରିବେ। ସେନାପତି ଅକ୍ରୁର, ଆଜ୍ଞା ମହାରାଜ। ଆପଣ ଏଇ କ୍ଷଣି ଇନ୍ଦ୍ରପ୍ରସ୍ଥ ଯାତ୍ରା କରନ୍ତୁ ଏବଂ ଶୀଘ୍ର ଫେରିଆସି ମୋତେ ତାଙ୍କର ନିଷ୍ପତ୍ତି ଅବଗତ କରାନ୍ତୁ। ଯଥାଜ୍ଞା ମହାରାଜ। ଶ୍ରୀ ଅକ୍ରୁର, ଆଜ୍ଞା ପ୍ରଭୁ। ହସ୍ତିନାପୁର ଯାଉଛନ୍ତି ଯଦି ସେଠାରେ ମୋର ଗୋଟେ ଛୋଟ କାମ କରିଦେବେ। କୁହନ୍ତୁ, ଏମିତି କ'ଣ କାମ ଅଛି ପ୍ରଭୁ? କିଛି ସମୟ କାଢ଼ି ସେଠାରେ ମୋ ପିଉସୀ ମହାରାଣୀ କୁନ୍ତୀଙ୍କୁ ନିଶ୍ଚିତ ଦେଖା କରିବେ। ମୋ ତରଫରୁ ତାଙ୍କର ଭଲ ମନ୍ଦ ପଚାରିବେ ଏବଂ ତାଙ୍କର 5 ପୁତ୍ରଙ୍କର ଖବର ବି ନେବେ। ପିଉସାଙ୍କ ମୃତ୍ୟୁ ପରେ ଯଦି ସେ ନିଜକୁ ଅସୁରକ୍ଷିତ ଭାବୁଥାନ୍ତି ତାହେଲେ ତାଙ୍କୁ କହିଦେବେ ଯେ ଯେଉଁ ପର୍ଯ୍ୟନ୍ତ ମୁଁ ଏ ପୃଥିବୀରେ ଅଛି ସେମାନେ ଚିନ୍ତା କରିବା ଆଦୌ ଆବଶ୍ୟକ ନୁହେଁ। ସେମାନଙ୍କର ରକ୍ଷା ଭାର ମୋ ଉପରେ। ଆଜ୍ଞା ପ୍ରଭୁ। ଶ୍ରୀ ଅକ୍ରୁର, ମୁଁ ଦେବରାଜ ଇନ୍ଦ୍ରଙ୍କୁ ବଚନ ଦେଇଛି ଯେ ମୁଁ ଥିବା ପର୍ଯ୍ୟନ୍ତ ଅର୍ଜୁନଙ୍କୁ କେହି ବି ପରାଜିତ କରିପାରିବେନି। ସେଥିପାଇଁ ଅର୍ଜୁନ ଏବଂ ତାଙ୍କ ଭାଇମାନଙ୍କୁ ମୋ ତରଫରୁ ସମସ୍ତ ଆଶ୍ୱାସନ ଦେବେ। ପ୍ରଭୁ, ଯାହାକୁ ଆପଣ ସହାୟ ହେଇଥାନ୍ତି ତାଙ୍କର ଚିନ୍ତା କରିବା କ'ଣ ଦରକାର? ଯାଆନ୍ତୁ, ଆପଣଙ୍କ ଯାତ୍ରା ସୁଖପ୍ରଦ ହଉ। ଆଉ ମୋ ଯାତ୍ରା ସଫଳ ବି ହଉ, ଏକଥା କୁହନ୍ତୁ ପ୍ରଭୁ। ପୁଣି ପରିଣାମର ଚିନ୍ତା? ପରିଣାମର ଚିନ୍ତା ନୁହେଁ ପ୍ରଭୁ, ମୋର ମଥୁରା ପାଇଁ ଚିନ୍ତା। ମଥୁରା ପାଇଁ ଚିନ୍ତା କରନ୍ତୁନି ଶ୍ରୀ ଅକ୍ରୁର। ମଥୁରା ସୁରକ୍ଷିତ ଅଛି ଏବଂ ସୁରକ୍ଷିତ ରହିବ। ଆପଣ କେବଳ ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ବାସ୍। ଏତିକି ଆଶ୍ୱାସନା ବି ଯଥେଷ୍ଟ ପ୍ରଭୁ। ବାସ୍, ଏବେ ମେଲାଣି ଦିଅନ୍ତୁ।
ଯାଆନ୍ତୁ। ଚାଲ ସାରଥୀ। କୌରବ ସମ୍ରାଟ ମହାରାଜ ଧୃତରାଷ୍ଟ୍ର ରାଜସଭାରେ ପଦାର୍ପଣ କରୁଛନ୍ତି। ଗୁରୁ କୃପାଚାର୍ଯ୍ୟ ଏବଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଚରଣରେ ସେବକର ପ୍ରଣାମ। ଆୟୁଷ୍ମାନ ଭବ, ବିଜୟୀ ଭବ। ଜ୍ୟେଷ୍ଠ ପିତା ଭୀଷ୍ମଙ୍କ ଚରଣରେ ବିଚିତ୍ର ବୀରଙ୍କ ପୁତ୍ର ଧୃତରାଷ୍ଟ୍ରର ପ୍ରଣାମ ଘେନା ହେଉ। ଯଶସ୍ୱୀ ଭବ। କୌରବ ସମ୍ରାଟ ମହାରାଜ ଧୃତରାଷ୍ଟ୍ରଙ୍କର ଜୟ। 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 মহারাজ,
ମଥୁରା ନରେଶ ମହାରାଜ ଉଗ୍ରସେନଙ୍କ ତରଫରୁ ଏକ ବିଶେଷ ସନ୍ଦେଶ ନେଇ ତାଙ୍କ ରାଜଦୂତ ଆପଣଙ୍କ ସେବାରେ ଉପସ୍ଥିତ ହୋଇଛନ୍ତି। ଯଦି ଆପଣ ଅନୁମତି ଦିଅନ୍ତି ତାହେଲେ ସେ ରାଜସଭାରେ ଉପସ୍ଥିତ ହେବେ। ଅବଶ୍ୟ। କ୍ଷମା କରନ୍ତୁ ମହାରାଜ, ତାଙ୍କୁ ଏଠିକି ଡାକିବା ପୂର୍ବରୁ ଆମର ଏକଥା ବିଚାର କରିବା ଉଚିତ ଯେ ମଥୁରାରୁ ଏମିତି ଜଣେ ରାଜଦୂତଙ୍କର ଅକସ୍ମାତ ଏଠିକି ଆସିବାଟା କୌଣସି ସାଧାରଣ କଥା ନୁହଁ। ତାଙ୍କର ଆଗମନର କାରଣ କ'ଣ? ଆଉ ଯିଏ ଏଠିକି ଆସିଛି ସିଏ ଜଣେ ସାଧାରଣ ରାଜଦୂତ ଅଥବା ଜଣେ ବିଶିଷ୍ଟ ବ୍ୟକ୍ତି? ମହାମନ୍ତ୍ରୀ ବିଦୁର, ଆପଣ ମହାରାଜାଙ୍କୁ ଏକଥା ଅବଗତ କରାଇ ନାହାନ୍ତି ଯେ ଯିଏ ଆସିଛି ସେ କିଏ? କିଏ ସିଏ? ହଁ ବିଦୁର, ତମେ ଏକଥା ଜଣେଇଲନି ଯେ ସେ କିଏ? ମହାରାଜ, ସେ ମଥୁରାର ପ୍ରଧାନ ସେନାପତି ମହାରଥୀ ଅକ୍ରୁର। ସେନାପତି? ଭଲା ମଥୁରାର ସେନାପତିଙ୍କର କୌରବ ଦରବାରକୁ ଆସିବାର କ'ଣ ପ୍ରୟୋଜନ ଥାଇପାରେ? ହଁ ବିଦୁର, ଶକୁନିଙ୍କର ଏ ପ୍ରଶ୍ନ ବିଚାର ଯୋଗ୍ୟ ଯେ ଏମିତି ଜଣେ ସେନାପତିଙ୍କର ଆକସ୍ମିକ ଭାବେ ଏଠାକୁ ଆଗମନର କ'ଣ ବା ପ୍ରୟୋଜନ ଥାଇପାରେ? ମହାରାଜ, ଏଇ ମୁହୂର୍ତ୍ତରେ ସେ ଜଣେ ସେନାପତି ଭାବେ ନୁହଁ, ବରଂ ମଥୁରା ନରେଶଙ୍କ ରାଜଦୂତ ଭାବେ ତାଙ୍କର କିଛି ସନ୍ଦେଶ ନେଇ ଆସିଛନ୍ତି। ସେଥିପାଇଁ ତାଙ୍କୁ ସମ୍ମାନପୂର୍ବକ ଦରବାରକୁ ପାଛୋଟି ଆଣିବା ଉଚିତ। ଏହା ହିଁ ଶିଷ୍ଟାଚାର। ମହାମନ୍ତ୍ରୀ ବିଦୁର, ସାଧାରଣ ପରିସ୍ଥିତିରେ ଆପଣଙ୍କର ଏ ଶିଷ୍ଟାଚାର ଗ୍ରହଣ ଯୋଗ୍ୟ ହୋଇପାରେ, କିନ୍ତୁ ଆପଣ ଏକଥା କାହିଁକି ଭୁଲି ଯାଉଛନ୍ତି ଯେ ଏବେ ଇନ୍ଦ୍ରପ୍ରସ୍ଥ ରାଜ୍ୟର ପରିସ୍ଥିତି ଜମା ସ୍ୱାଭାବିକ ନୁହଁ। ସମ୍ପୂର୍ଣ୍ଣ ରାଜବଂଶ ଏକ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି। ମହାରାଜ ପଣ୍ଡୁଙ୍କ ମୃତ୍ୟୁ ପରେ ତାଙ୍କର ଜ୍ୟେଷ୍ଠ ଭ୍ରାତା ମହାରାଜ ଧୃତରାଷ୍ଟ୍ର ତାଙ୍କ ସିଂହାସନ ଆରୋହଣ କରିସାରିଛନ୍ତି। ହୁଏତ ଏକଥା ମଥୁରା ରାଜବଂଶର ପସନ୍ଦ ହେଉନଥିବ, କାରଣ ମହାରାଣୀ କୁନ୍ତୀଙ୍କ ଯୋଗୁଁ ଯାଦବଙ୍କର ପ୍ରକୃତ ସମ୍ପର୍କ ମହାରାଜ ପଣ୍ଡୁଙ୍କ ସହିତ ଥିଲା, ପଣ୍ଡୁଙ୍କ ସହିତ। ସେଥିପାଇଁ ସ୍ୱାଭାବିକ ଯେ ତାଙ୍କର ସହାନୁଭୂତି ମହାରାଜ ଧୃତରାଷ୍ଟ୍ରଙ୍କ ପ୍ରତି ନଥାଇପାରେ। ହୁଏତ ସେଥିପାଇଁ ସେମାନେ ଏହା ଦାବି କରିପାରନ୍ତି ଯେ ପଣ୍ଡୁଙ୍କ ଜ୍ୟେଷ୍ଠ ପୁତ୍ରଙ୍କୁ ହିଁ ସିଂହାସନରେ ଉପବିଷ୍ଟ କରାଯାଉ। ସେଥିପାଇଁ ମହାରାଜ ମୁଁ କହୁଛି ଯେ ଏ ସମସ୍ତ କଥା ଉପରେ ବିଚାର କରି ଆମେ ନିଷ୍ପତ୍ତି ନେବା ଉଚିତ। ଯଦି ତାଙ୍କର ଏମିତି କିଛି ଦାବି ଥାଏ ତାହେଲେ ଆମେ ସେ ଦାବିର କେମିତି ଏବଂ କ'ଣ ଉତ୍ତର ଦେବା, ତାପରେ ଯାଇ ଆପଣ ତାଙ୍କର ରାଜଦୂତକୁ ଭେଟିବା ଉଚିତ ହବ ମହାରାଜ। ମୁଁ କୁମାର ଶକୁନିଙ୍କ କଥାରେ ଏକମତ। ହଁ, ଏହା ହିଁ ଉଚିତ ମହାରାଜ, ଏହା ହିଁ ଉଚିତ। ଦ୍ୱାରପାଳ, ମଥୁରାର ରାଜଦୂତଙ୍କୁ ଯାଇ କୁହ ଯେ ମହାରାଜ ଏହି ମୁହୂର୍ତ୍ତରେ କୌଣସି ଆବଶ୍ୟକୀୟ ରାଜକାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ସେ ଅତିଥି ଗୃହକୁ ଯାଇ ବିଶ୍ରାମ କରନ୍ତୁ। ମହାରାଜାଙ୍କୁ ଅବକାଶ ମିଳିବା ମାତ୍ରକେ ତାଙ୍କୁ ଡକା ହବ। ଯା। ଯଥାଜ୍ଞା ମହାରାଜ। ରୁହ। କ୍ଷମା କରନ୍ତୁ ମହାରାଜ, ଏମିତି ପ୍ରତି କଥାରେ କୁମାର ଶକୁନିଙ୍କ ହଁରେ ହଁ ମିଶେଇ ଆପଣ ବହୁତ ଅନୁଚିତ କରୁଛନ୍ତି। ଏଇ ରାଜସଭାର କିଛି ମର୍ଯ୍ୟାଦା ରହିଥାଏ, ସେଠାରେ ରାଜଦୂତଙ୍କୁ ଏମିତି ତିରସ୍କାର କରାଯାଇ ନଥାଏ।
ସେ ଶତ୍ରୁଙ୍କ ଦ୍ୱାରା ପ୍ରେରିତ ହେଇଥାନ୍ତୁ ପଛକେ ଆପଣଙ୍କର ଏ ରାଜସଭାରେ ଗୁରୁ ଦ୍ରୋଣାଚାର୍ଯ୍ୟ ମହାତ୍ମା ବିଦୁର ଏବଂ ଗୁରୁ କୃପାଚାର୍ଯ୍ୟଙ୍କ ଭଳି ସଭାସଦ ଉପସ୍ଥିତ। ଏମାନଙ୍କର ବୁଦ୍ଧି ନୀତି ଏବଂ ବଳ ଉପରେ ଆପଣଙ୍କର ବିଶ୍ୱାସ ରହିବା ଉଚିତ। ଏମାନେ ଆପଣଙ୍କୁ ପ୍ରତି ପଦକ୍ଷେପରେ ଉଚିତ ପରାମର୍ଶ ଦେବେ ଏବଂ ଆପଣଙ୍କୁ ଧର୍ମର ମାର୍ଗଦର୍ଶନ କରାଇବେ। ଏମିତି ପରିସ୍ଥିତିରେ ଆପଣ କୌଣସି ରାଜଦୂତଙ୍କୁ ଏମିତି ଭୟ କରିବା ଅନୁଚିତ। ସେଥିପାଇଁ ମୋର ଏହା ହିଁ ପ୍ରାର୍ଥନା ଯେ ଶ୍ରୀ ଅକ୍ରୁରଙ୍କୁ ରାଜସଭାକୁ ଆଗମନର ସୁଯୋଗ ଦିଆଯାଉ। କିନ୍ତୁ ଆଉ ହଁ, ଯଦି ଆବଶ୍ୟକ ହୁଏ ଏବଂ ପରିସ୍ଥିତି ଗମ୍ଭୀର ହୁଏ ତାହେଲେ ତାଙ୍କୁ ଏକଥା କହିପାରନ୍ତି ଯେ ବିଚାର ବିମର୍ଶ ପରେ ତାଙ୍କୁ ଆପଣ ପୁନର୍ବାର ଭେଟିବେ, କିନ୍ତୁ ପ୍ରଥମେ ତାଙ୍କୁ ନିଜ କଥା କହିବାକୁ ସୁଯୋଗ ଦିଆଯାଉ। ଅତି ଉତ୍ତମ କଥା। ତାଙ୍କୁ ସମ୍ମାନପୂର୍ବକ ପାଛୋଟି ଆଣ। ଯଥା ଆଜ୍ଞା ମହାରାଜ।